ସାଙ୍ଗମାନେ ଆଜି ଆମେ ଗୋଟେ ଭଲ ଜିନିଷ ତିଆରି କରିବା। ଏ ଜିନିଷଟି କ'ଣ ଆପଣମାନେ କୁହନ୍ତୁ। ଏ ଜିନିଷଟି କ'ଣ ଜାଣିପାରୁଥିବେ ଦେଖିକି। ଏ ଜିନିଷଟି କ'ଣ, ଆମେ ଏଥିରେ ଗୋଟେ ପକୋଡ଼ା ବନେଇବା। ଏମିତି ହିସାବରେ ମୁଁ ତ କାଟି ଦେଇଛି। ତାପରେ ମଞ୍ଜା ଆମର ଇଏ ହେଉଛି ଆଳୁକୁ ବି ଏମିତି ହିସାବରେ ମୁଁ କାଟି ଦେଇଛି। ସାଙ୍ଗମାନେ ମଞ୍ଜା ଆଉ ଆଳୁରେ ଆମେ ଗୋଟେ ପକୋଡ଼ା ବନେଇବା। କିଛି ମୁଁ ପିଆଜ କୁଚେଇ ଦେଇଛି, ରସୁଣ କିଛି କାଟି ଦେଇଛି। ଦେଖନ୍ତୁ ପିଆଜ ଏଠି କୁଚା ହେଇଛି, ଏମିତି ହିସାବରେ ରସୁଣ କଟା ହେଇଯାଇଛି, ଅଦା ବି କଟା ହେଇଯାଇଛି। ଆକୁ ଆମେ ଏଥିରେ ଆଡ଼୍ କରିଦେବା। ଲୁଣ ବି କିଛି ପକାଇ ନେବା। କିଛି ହଳଦୀ ଗୁଣ୍ଡି ପକାଇଦେଲେ, ଲଙ୍କା ଗୁଣ୍ଡି କିଛି ପକାଇଦେଲେ, ଗୋଟା ଜିରା କିଛି ପକାଇଦେଲେ। ଏଥିରେ ଆମେ ଦେଇଦେବା କିଛି ବେସନ ଦେଇକି ପାଣି ସ୍ଲାଇଟ୍ ପାଣି ଦେଇକି ଆମେ ତାକୁ ଗୋଳେଇବା। ଅଳ୍ପ ପାଣି ଦେବା, କାହିଁକି ନା ଆମର ମଞ୍ଜାରେ ଆଉ ଆଳୁରେ ପାଣି ଅଛି। ଅଳ୍ପ ପାଣି ଦେବା। ପାଣି ଦେଇକି ଆକୁ ଆମେ ଗୋଳେଇବା। ମୁଁ ଏଠି ମଞ୍ଜାକୁ ଭଲ ଭାବରେ ଗୋଳେଇ ଗାଳି ଦେଇକି ଗୋଟେ ଡୋ ବନେଇ ଦେଇଛି। ଆମର ଗ୍ୟାସ୍ ଲଗେଇକି କଢ଼େଇ ବସେଇଦେଲି। କଢ଼େଇରେ ଦେଇଦେବା ଆମେ ତେଲ। ତେଲ ଗରମ ହେଲା ପରେ ଆମେ ପକୋଡ଼ା ଗୁଡ଼ିକୁ ଛାଡ଼ିବା। ବଢ଼ିଆ ରକମର ଝୁରା ଝୁରା ହେବ। ଦେଖୁଥାନ୍ତୁ ଆପଣମାନେ କେମିତି ହିସାବରେ ବନେଇକି ଖାଇବେ। ଆପଣମାନଙ୍କ ଘରେ ଏଭଳିଆ ହିସାବରେ ବନେଇକି ଖାଇବେ। ବଢ଼ିଆ ରକମର ଆମର ପକୋଡ଼ାଟି ହେବ। ସାଙ୍ଗମାନେ ସୁଆଦିଆ ଜିନିଷ ଖାଇବା ପାଇଁ କାହାର ଆଗ୍ରହ ନଥାଏ ଆଜ୍ଞା। ସୁଆଦିଆ ସବୁବେଳେ ତ ପାଟି ଖୋଜୁଥିବ ସୁଆଦିଆ। ସେ ହେଲ୍ଦି ଖାଦ୍ୟ ହଉ ପରେ ମାନେ ଲୋକମାନେ ଚାହାନ୍ତିନି ଆଡ଼ୁ ସାଡ଼ୁ କରିକି ଖାଇବା ପାଇଁ। ଟିକେ ପାଟି ଚାଖନା ମାନେ ସୁଆଦିଆ ଟେଷ୍ଟି ଜିନିଷ ହେଲେ ଲୋକମାନେ ଖାଇବା ପାଇଁ ବହୁତ ଇଚ୍ଛା କରନ୍ତି। ଆଉ ମୋର ତ ପ୍ରବଳ ଇଚ୍ଛା। ଆଉ ଆପଣମାନେ କେମିତି ଜାଣିବେ। ଆଉ ତ ଏମିତି ଖାଇବା ପାଇଁ ଯେଉଁମାନଙ୍କର ଇଚ୍ଛା ସେମାନେ ମୋ ଭିଡ଼ିଓ ଟିକେ ଦେଖୁଛନ୍ତି। ଏମିତି ବନେଇକି ଘରେ ଖାଆନ୍ତୁ। ବହୁତ ସୁନ୍ଦର ଲାଗେ ଏ ଜିନିଷଟି, ବହୁତ ବଢ଼ିଆ ଲାଗେ। ଥରେ ଟ୍ରାଏ କରିକି ଦେଖନ୍ତୁ ନା କେମିତି ଲାଗୁଛି। ଆଉ ତ ଆମର ସବୁ ପ୍ରକାର ରେସିପି ନେଇକି ମୁଁ ଆପଣମାନଙ୍କ ସାମ୍ନାରେ ଉପସ୍ଥିତ ହେଉଛି। ଆପଣମାନେ ଯାହା ବି ହେଲେ ମୋତେ ମାନେ ଲାଇକ୍ ସେୟାର କମେଣ୍ଟ କରନ୍ତୁ। ସବସ୍କ୍ରାଇବ୍ କରିବା ପାଇଁ ଜମା ଭୁଲନ୍ତୁନି ଆଜ୍ଞା। ରହିଲି, ପୁଣି ଆପଣମାନଙ୍କ ସାମ୍ନାରେ ଉପସ୍ଥିତ ହେବି ଏମିତି ଗୋଟେ ନୂଆ ରେସିପି ନେଇକି ଆସିକି। ଜୟ ଜଗନ୍ନାଥ। ରହିଲି ଆଜ୍ଞା।